Write an application to the officer in charge OIC of the local police station lodging a complaint about the theft of some valuable articles from your house. That means first information letter ଲେଖିବା। ଅଧିକାଂଶ ପିଲା ପ୍ରାୟ 90% ପିଲା ଫେଲ୍ ହେଇଯାନ୍ତି କାହିଁକି ନା ସେମାନେ ଗ୍ରାଜୁଏସନ୍ ପାସ୍ କରିଥିଲେ ମଧ୍ୟ କ'ଣ ହେଲା କିନ୍ତୁ ଏଫଆଇଆର୍ ଲେଖିବାକୁ ଡରନ୍ତି କାହିଁକି ନଲେଜର ଅଭାବ। ଆଜି ସେଇ ସବୁ ଡାଉଟ୍ କ୍ଲିଅର୍ ହେଇଯିବ। ଆଜି ଆପଣ ଏଫଆଇଆର୍ ଲେଖିବାରେ ପାରଙ୍ଗମ ହେଇଯିବେ। ତ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ କ'ଣ ଲେଖିବା? ଟୁ ଦ ଅଫିସର ଇନ୍ ଚାର୍ଜ କମା ବିଡ଼ାନାସୀ ପୋଲିସ୍ ଷ୍ଟେସନ୍ କଟକ। ବୁଝିଲା? ମୁଁ ଗୋଟେ ଏକ୍ଜାମ୍ପଲ୍ ନେଉଛି ଏଇଟା ତୁମର ତୁମେ ଲେଖିବ ଏଠି ଟୁ ଦ ଅଫିସର ଇନ୍ ଚାର୍ଜ ଲେଖିବ କମ୍ପଲସରି କମା ଦେବ। ତାପରେ ତୁମ ଅଞ୍ଚଳ ବା ସେ ପ୍ଲେସ୍ ସେଠାର ପ୍ଲେସ୍ ଲେଖିବ ତୁମ ପ୍ଲେସ୍ କେଉଁଠା ପୋଲିସ୍ ଷ୍ଟେସନ୍ ସେଇଟା ସେଇ ସ୍ଥାନର ନାମ ଏଠି ଲେଖିବ। ବୁଝିଲା? ତାପରେ ସାର୍ ପିଲାମାନେ ବଡ଼ିଟା ଲେଖିବ କେମିତି ତାହା ଜାଣିବା ପାଇଁ ଲଙ୍ଗ୍ ଭିଡ଼ିଓକୁ ଯାଆନ୍ତୁ। କେମିତି ଯିବେ ନା ଏଇ ପ୍ରୋଫାଇଲ୍ ପିକ୍ଚରରେ କ୍ଲିକ୍ କରନ୍ତୁ। ତଳେ ଦିଆଯାଇଥିବା ପ୍ରୋଫାଇଲ୍ ପିକ୍ଚରରେ ଏବଂ ଚ୍ୟାନେଲ୍ ପେଜ୍କୁ ଯାଇ ଲଙ୍ଗ୍ ଭିଡ଼ିଓ ଦେଖି ନିଅନ୍ତୁ। ଓକେ।